ମା ମତେ ବଞ୍ଚା, ମା ମତେ ବଞ୍ଚା। ତୁ ଏଠାକୁ କାହିଁ ଆସିଛୁ? ମା ମୋ ସ୍ୱାମୀ ଗୋଟେ ରାକ୍ଷସ ବୋଲି ମୁଁ ଜାଣିନଥିଲି ମା। ତୁ ମତେ ବଞ୍ଚା ମା, ନହେଲେ ସେ ମତେ ଜୀବନ ମାରିଦବ। ମାରିଦବ? ମାରିଦଉ। ଏମିତିରେ ବି ତୁ ତ ନିଜ ପସନ୍ଦର ବାହା ହେଇଥିଲୁ ନା। ତୁ ଆମ ପାଇଁ ସେଇଦିନ ମରିଯାଇଥିଲୁ ଯୋଉଦିନ ତୁ ତ ନିଜ ପସନ୍ଦର ବାହା ହେଇଥିଲୁ। ମା ମା ମତେ ବଞ୍ଚା ମା, ନହେଲେ ସେ ମତେ ମାରିଦବ। ଏ ତୋର କୋଉ ଅବସ୍ଥା? ଆଉ କିଏ ତତେ ମାରିଦବ? ମୋ ସ୍ୱାମୀ ମୋର ଏମିତି ଅବସ୍ଥା କରିଛି ମା। ହେଲେ ଆମେ ତ ତତେ ଭଲ ପିଲା ଦେଖି ବାହାଘର କରିଥିଲୁ। ହଁ, ତମେ ଖାଲି ଭଲ ପଇସା, ଭଲ ଘର ଆଉ ଭଲ ଗାଡି ଦେଖି ବାହା ଦେଇଥିଲ, ହେଲେ ଭଲ ମନ ନୁହେଁ। ଆମେ ତ ତତେ ଭଲ ପିଲା ଦେଖି ବାହାଘର କରିଥିଲୁ, ତାପରେ ଭିତରେ ଏମିତି ଅବସ୍ଥା। ତାହେଲେ ତ ଭାଗ୍ୟର ଦୋଷ। ଆମେ କଣ କରିପାରିବୁ? ଆପଣଙ୍କ ମତରେ କୋଉଟା ଠିକ, ଲଭ୍ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ? ଯଦି ଆପଣ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇଦେବେ। ଆଉ ଭିଡିଓ ଯଦି ଭଲ ଲାଗିଥିବ ତାହେଲେ ଲାଇକ୍, କମେଣ୍ଟ, ସେୟାର କରିଦେବେ। ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ଆମେ ପୁଣି ଦେଖାବ ଗୋଟେ ନୂଆ ଭିଡିଓ। ସେ ପର୍ଯ୍ୟନ୍ତ ରହିଲୁ। ଜୟ ଜଗନ୍ନାଥ।